ରୋମାଞ୍ଚକର ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଭାରତ। ରୋହିତ ଶର୍ମାଙ୍କ ପଞ୍ଚମ ଟି-20 ଶତକ ସତ୍ତ୍ୱେ ଆଫଗାନିସ୍ତାନ ବିପକ୍ଷ ଅନ୍ତିମ ମ୍ୟାଚ୍ରେ ଡବଲ ଟାଇରୁ ଫଳାଫଳ ମିଳିଛି। ଡବଲ ସୁପର ଓଭରରେ ଜିତିବା ସହ ସିରିଜ୍ କ୍ଲିନ୍ ସୁପର କରିଛି ଭାରତ। ମ୍ୟାଚ୍ ପରି ପ୍ରଥମ ସୁପର ଓଭରରେ ମଧ୍ୟ ଟାଇରେ ଶେଷ ହୋଇଥିଲା। ଆଫଗାନିସ୍ତାନ 16 ରନ୍ କରିଥିବା ବେଳେ ଭାରତ ମଧ୍ୟ ସମାନ ରନ୍ କରିଥିଲା। ପରେ ଦ୍ୱିତୀୟ ସୁପର ଓଭରରେ ମାତ୍ର ଭାରତ 11 ରନ୍ରେ ଏହାର 2ଟି ୱିକେଟ୍ ହରାଇଥିଲା। ରୋହିତ ପ୍ରଥମ 3 ବଲ୍ରେ 11 ରନ୍ କରିଥିବା ବେଳେ ପରବର୍ତ୍ତୀ 2 ବଲ୍ରେ ଭାରତ 2 ୱିକେଟ୍ ହରାଇଥିଲା। ଦ୍ୱିତୀୟ ସୁପର ଓଭରରେ ରବି ବିଷ୍ଣୋଇଙ୍କୁ ବୋଲିଂ ଭାର ଦେଇଥିଲେ ରୋହିତ। ଯେଉଁ ରିସ୍କ ନେଇଥିଲେ ତାହା କାମ କରିଥିଲା। ବିଷ୍ଣୋଇ 3 ବଲ୍ରେ 2 ୱିକେଟ୍ ନେବାରୁ ଭାରତ ମ୍ୟାଚ୍ ଜିତିବା ସହ ପୁରା ଷ୍ଟାଡିୟମ୍ ଝୁମି ଉଠିଥିଲା। ରୋହିତ ଶର୍ମା ଟି-20ରେ ନିଜର ପଞ୍ଚମ ଶତକ ସହ ଅପରାଜିତ 121 ରନ୍ କରିଥିବାରୁ ଭାରତ 20 ଓଭରରେ 4 ୱିକେଟ୍ ହରାଇ 212 ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ 20 ଓଭରରେ 6 ୱିକେଟ୍ ହରାଇ 212 ରନ୍ କରିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଭାରତ ସୁପର ଓଭରରେ ମ୍ୟାଚ୍ଟିକୁ ଜିତି ନେଇଥିଲା।